ଚାଷ ଜମି କମୁଛି, କୋଠା ଘର ବଢ଼ୁଛି। ଗଜପତି ଜିଲ୍ଲାରେ ବର୍ତ୍ତମାନ ଚାଷ ଜମି କମିବାରେ ଲାଗିଛି ଏବଂ ସେହି ଅନୁପାତରେ କୋଠାବାଡ଼ି ସଂଖ୍ୟା ଯଥେଷ୍ଟ ମାତ୍ରାରେ ବଢ଼ିବାରେ ଲାଗିଛି। ଗଜପତି ଜିଲ୍ଲାର ଗୁମ ବ୍ଲକ, କାଶୀନଗର, ଗୋସାଣୀ ବ୍ଲକରେ ଅଧିକ ଧାନ ଚାଷ ହୋଇଥାଏ। ଏହା ବର୍ତ୍ତମାନ ଚାଷ ଜମି କମିବାରେ ଲାଗିଛି। ଚାଷ ଜମିକୁ ଘରବାଡ଼ିରେ ପରିଣତ କରାଯାଉଛି, ଯାହାଫଳରେ କୋଠାବାଡ଼ି ବୃଦ୍ଧି ପାଇବାରେ ଲାଗିଛି। ସହର ଉପକଣ୍ଠରେ ଥିବା ଚାଷ ଜମି ସହ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ଚାଷ ଜମିଗୁଡ଼ିକୁ ଘରବାଡ଼ିରେ ପରିଣତ କରାଯାଉଛି ଏବଂ ଏହାପରେ ଜମି କମ୍ ଦାମରେ କ୍ରୟ କରି ଚାଷୀଙ୍କ ଠାରୁ ଚାଷ ଜମିକୁ ଘରବାଡ଼ିରେ ପରିଣତ କରି ପ୍ଲଟ୍ କରି ରାତାରାତି ଲକ୍ଷପତି ଓ କୋଟିପତି ହେଉଥିବା ସାଧାରଣରେ ଅଭିଯୋଗ ହେଉଛି। ଏପଟେ ଚାଷ ଜମି କମିବା ଫଳରେ ଚାଷୀ ଚାଷ ନ କରି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛି। ଚାଷ ଜମିକୁ ଘରବାରି କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଥିବା ବେଳେ ଏପରି କରାଯିବା ବନ୍ଦ କରାଗଲେ ଚାଷ ଜମିକୁ ପ୍ଲଟ୍ କରି ବେପାରୀମାନେ ଏହାର ଫାଇଦା ଉଠାଇ ପାରନ୍ତେ ନାହିଁ। ସଭାପତି ଗଜପତି ଜିଲ୍ଲା କୃଷକ ସଂଘ। ଦେଖନ୍ତୁ, ପ୍ରକୃତ ଚାଷ ଜମି ଧାନ ଚାଷ ଜମି କଥା କହିବାକୁ ଗଲେ ଗଜପତି ଜିଲ୍ଲାରେ 95,000 ହେକ୍ଟର ଚାଷ ଜମି ଥିଲା ସମୟରେ ଗଜପତି ଜିଲ୍ଲାର ଗୋସାଣୀ ବ୍ଲକ, କାଶୀନଗର ବ୍ଲକ, ପାରଳାଖେଣ୍ଡି ଉପଖଣ୍ଡ ଏବଂ ଗୁମା ବ୍ଲକର 4ଟି ପଞ୍ଚାୟତକୁ ନେଇ କେବଳ ଧାନ ଚାଷ କରାଯାଏ। ସେଥିରେ ମୁଖ୍ୟତଃ 35,000 ହେକ୍ଟର ଧାନ ଚାଷ ଜମି 1960 ମସିହାର ଆକଳନ ଅନୁସାରେ ଥିଲା। ତାହା ବର୍ତ୍ତମାନ ଦେଖିବାକୁ ଗଲେ ଆଜିର ଦିନକାର ଯଦି ଆପଣ କହିବେ ଯେ ଧାନ ଚାଷ ଜମି ମାତ୍ର 29,000 ହେକ୍ଟରକୁ ଚାଲି ଆସିଛି। ଦୀର୍ଘ 40 ବର୍ଷ 50 ବର୍ଷ ଅତିକ୍ରାନ୍ତ ଭିତରେ ପାଖାପାଖି 6,000 ହେକ୍ଟର ଜମି ଘରବାଡ଼ିରେ ପରିଣତ ହୋଇଯାଇଛି। ଦିନକୁ ଦିନ ଚାଷ ଜମି ଘରବାଡ଼ିରେ ପରିଣତ ହୋଇ ଘର ତିଆରି ହୋଇଯାଉଛି। ସହରୀକରଣର ବିକାଶ ହେଉଛି, ଆଉ ଚାଷ ପ୍ରତି ଉତ୍ସାହିତ କମି ଯାଉଛି, ଯଦ୍ୱାରା ଚାଷ ଜମି କମିବାରେ ଲାଗିଛି। ତେଣୁ ଏହାଦ୍ୱାରା ଲୋକମାନଙ୍କର ଯେଉଁ ଉତ୍ସାହ ହେବା କଥା, ଚାଷ ପ୍ରତି ଯେଉଁ ଉତ୍ସାହ ହେବା କଥା, ସେଟା କମିଯିବା ଦ୍ୱାରା ସେମାନେ ଦାଦନ ଖଟିବା ପାଇଁ ବାଧ୍ୟ ହେଉଛନ୍ତି, ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯିବାକୁ ଯାଉଛନ୍ତି, ବାଧ୍ୟ ହେଉଛନ୍ତି। ଚାଷ ଜମିକୁ ଘରବାରି କରିବାରେ ସରକାର ହିଁ ସହଯୋଗ କରୁଛନ୍ତି, ଯୋଉଟା ଘରବାରିରେ ପରିଣତ କରିବା ପାଇଁ କିଛିଟା ଟଙ୍କା ବାନ୍ଧରେ ସେମାନେ ଘରବାରିରେ ପରିଣତ କରିଦେଉଛନ୍ତି, ଯଦ୍ୱାରା ସେ ଜମିଗୁଡ଼ିକ କୃଷି ଉପଯୋଗ ଜମିକୁ ଘରବାରି କରିବାରେ କୌଣସି ଅସୁବିଧା ହେଉନି। ତେଣୁକରି ସେମାନଙ୍କୁ ଗୋଟେ ବାଟ ମିଳିଯାଇଛି, ସେମାନେ ଶୀଘ୍ର ଘରବାରି କରିକି ସେଗୁଡ଼ା ଘରେ ପରିଣତ କରିଦେଉଛନ୍ତି ଏବଂ ଚାଷ ଜମି କମି ପଳେଇ ଆସୁଛି, ଯଦ୍ୱାରା ଦାଦନର ସମସ୍ୟା ବଢ଼ିବାରେ ଲାଗିଛି। କ୍ରମାଗତ ଏପରି ଭାବେ ଯଦି ଚାଷ ଜମି ସଂଖ୍ୟା କମି ଚାଲେ ତେବେ ଆଗାମୀ ଦିନରେ ଯେଉଁ କେତେଜଣ ହାତଗଣତି ଚାଷୀ ଚାଷ କାମ କରୁଛନ୍ତି ସେମାନେ ମଧ୍ୟ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବା ପାଇଁ ବାଧ୍ୟ ନ ହେବେ ଏକଥା କହିହେବ ନାହିଁ। ତେଣୁ ସରକାର ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ, ଖୋଲା ଖବର ଟିଭି।